କିନ୍ତୁ କୌଣସି ପ୍ରକାର ପଇସା ଦେଲେନି କି କିଛି କଲେନି। ବର୍ତ୍ତମାନ ସେ ଜାଗାରେ ପୁଣି ଆଉ ଥରେ ଡାକିଥିଲେ କି ଗୋଟେ ଜାଗା ପାଇଁ ବେପାର କରିବା ପାଇଁ, କହିଲେ କି ଗୋଟେ ଜାଗା ବିକା ହବ, ଆପଣ ଆସନ୍ତୁ ସିଗ୍ନେଚର କରିବେ, ଇଏ କରିବେ, ସେ ସବୁ ଜିନିଷ କହିଲେ। କହିଲା ଯେହେତୁ ଆମେ ସେଠୁ ମାଙ୍କୁ ପଚାରିଲୁ କୋଉ ପେପର କଣ ଆମକୁ ଦେଖାନ୍ତୁ। ସେଠୁ ଆମକୁ ଆସିକି କହିଲେ କି ଗୋଟେ ପେପର ଧରେଇଲେ କି ସେ ପେପରରେ ଦେଖିଲୁ ଆମେ ଯେତେବେଳେ କହିଲେ କି ଚିନ୍ତାମଣି ସାହୁ ଆମ ଘରକୁ ଆସିଥିଲେ। ଜୟନ୍ତୀ ସାହୁଙ୍କର ପୁଅ, ଏ ଯୋଉ ସ୍ୱାମୀ, ଜୟନ୍ତ ସାହୁଙ୍କର ସ୍ୱାମୀ, ତ ମୋ ମଉସା ସିଏ, ମଉସା ବଡ ମାଉସୀଙ୍କର ସ୍ୱାମୀ ସିଏ। ତ ସେ ଆସିଲେ, ସେ ପେପର ଦେଲେ। ପେପର ଦେଲା ପରେ ଆମେ ସେ ଜିନିଷ ପେପରଟାକୁ ଦେଖିଲୁ, ଚେକ୍ କଲୁ। ଯେତେବେଳେ ଦେଖିଲୁ ସେ ଲିଗାଲରେ ଆମ ଆଡ୍ରେସ ଭୁଲ ପଡିଛି। ପ୍ରଥମ କଥା, ଆମ ମାଙ୍କର ମୋ ମାଉସୀଙ୍କର ସେଠି ରହୁନାହାନ୍ତି, ସେଠି ଆଡ୍ରେସ ପଡିଛି ଭୁଲ। ତ ସେଥିପାଇଁ ଆମେ ସେଇ ଆଡ୍ରେସକୁ ନେଇକି, ମୋ ଭାଇ ଜଣେ ଅଛନ୍ତି ମାଉସୀ ପୁଅ, ତ ତାଙ୍କ ମାଙ୍କ ନାଁ ହଉଛି ଝୁନାମଣି ସାହୁ। ହଁ ହଁ, ନାଁଟା ବୋଲେ ଜ୍ୟୋତ୍ସ୍ନାମଣି ସାହୁ। ଜ୍ୟୋତ୍ସ୍ନାମଣି ସାହୁ। ତ ତାଙ୍କ ସେ ଭାଇଙ୍କ ଆଦିତ୍ୟ କୁମାର ସାହୁଙ୍କୁ ତାଙ୍କୁ ଫୋନ ମାରିଲି, ଭାଇଙ୍କ ଚଗଲା ହେଇଯିବେ, ତାଙ୍କୁ ଫୋନ ମାରିଲି। ଫୋନ ମାରିଲା ପରେ ତାଙ୍କୁ ପେପର ପଠେଇଲି। ସେ ପେପର ପଠେଇଲା ପରେ ଦେଖିଲେ, କହିଲେ ଏଥର ତ ମୋ ମାଙ୍କର ନାଁ ନାହିଁ। ଆଉ ମୁଁ ସେଠୁ ଜାଣିଲି କି ସେ ପେପରଟା ଭୁଲ ଅଛି ବୋଲି। ତ ଆମେ ସେଥିପାଇଁ ସେ ସିଗ୍ନେଚର କରିବାକୁ ସେ ଜାଗା ପାଇଁ ଆମେ ମନା କଲୁ। ସନ୍ଦେହ କାହାକୁ? ଯିଏ ଆମ ପାଖକୁ ପେପର ଆଣିଛନ୍ତି, ଯିଏ ପେପର ଆପ୍ଲାଏ କରିଛନ୍ତି, ସେମାନେ ହିଁ ତ ଭୁଲ କରିଥିବେ ନା। ପେପର ଚିନ୍ତାମଣି ସାହୁ ଆଣି ଦେଇଥିଲେ। ଯିଏ ଆପ୍ଲାଏ କରିଥିବ ସିଏ ଭୁଲ କରିଥିବେ ନା। ଏଠାରେ ଆମର ସନ୍ଦେହ ରହୁଛି ଯେ ବାଳକୃଷ୍ଣ ସାହୁ, ଦୁଃଶାସନ ସାହୁ ଏଇମାନେ ଫ୍ରଡ କରିକି ଚିନ୍ତାମଣି ସାହୁଙ୍କୁ ଦୁଃଶାସନ ସାହୁ ଯିଏ ଆମ ବଡ ବାପା ତାଙ୍କୁ ପୁଅ କରିନାହାନ୍ତି, ଯେହେତୁ ତାଙ୍କୁ ଆମ ବଡ ବୋଉ ଆଣିଥିଲେ, ସେଥିପାଇଁ ପୁଅ ବୋଲି ସେ ଇଏ ହଉଛନ୍ତି। ନହେଲେ ତାଙ୍କର କିଛି ଆମେ ଜାଣିନି ଯେ ଲିଗାଲ ଏମିତି ପାଳିଥିଲେ। ଆମ ବଡ ବାପାଙ୍କର ଝିଅ, ଆମ ଗୋଟିଏ ଝିଅ ଜ୍ୟୋତ୍ସ୍ନା ରାଣୀ ସାହୁ। ଆପଣ ବଡ ବାପା ଟୋଟାଲ ଗୋଟିଏ ଝିଅ। ଗୋଟିଏ ଝିଅ। ସିଏ କିନ୍ତୁ ଲିଗାଲ ହେୟାରରେ ନାହାନ୍ତି। ଆପଣ ସେଇଟା ଦେଖିଲେ ବୋଲି ଭାବିଲେ ଏଟା ଫ୍ରଡ। ଆପଣ ଏଇନା କଣ କରିବେ ବୋଲି ଭାବୁଛନ୍ତି? ଆମେ ସେତେବେଳେ କିଛି ଜାଣିନଥିଲୁ, ଆମେ ମୂର୍ଖ, ଆମେ କିଛି ଜାଣିନଥିଲୁ। ଆମ ଇଏ ପୁତୁରା ମୋର ଇଏ ପାଳି ଦେଇଥିଲା ତ, ସେ ଯଦି ପଢିଲା, ଜାଣିପାଇଲା ଜାଗା ବାଡି ବିଷୟରେ କିଛି ଜାଣିଛି। ଏଥିରେ ସେ ପଚାରିଲା ଯେ ଏଥିରେ କାହିଁକି ମାନେ ଜ୍ୟୋତ୍ସ୍ନା ରାଣୀ ସାହୁ ଯିଏ ମାଉସୀଙ୍କ ନାଁ କାହିଁ ନାହିଁ, ତାଙ୍କ ନାଁ ନାହିଁ। ସେଥିପାଇଁ ଆମେ ସେଠୁ ଆମ ପୁତୁରାକୁ ପାଠ ପଢିନାହାନ୍ତି, ତାର ଫାଇଦା ଉଠେଇଛନ୍ତି ବାଳକୃଷ୍ଣ ସାହୁ। ଆଜ୍ଞା, ଆପଣ ଏଇ ଅଭିଯୋଗ? ଆଜ୍ଞା। ଏବେ ଆପଣ ଯଦି ଏମିତି ଅଭିଯୋଗ, ଆପଣ କଣ ଅଭିଯୋଗ ଦେବେ ସେଇଟା ଭୁଲ ଅଛି? ଅଭିଯୋଗ ଆମେ ଦବାର ଆବଶ୍ୟକ ଅଛି, କାହିଁକି ନା ଆଗକୁ ଯଦି କିଛି ପ୍ରୋବ୍ଲେମ ହୁଏ ଆମେ ବି ପୁଣି ପଶିବୁ ନା। ଆପଣ ହଇରାଣ। ହଁ, ଆମକୁ ଆଗକୁ ଏଇ ଲିଗାଲ ଲଗେଇ ପୁଣି ଯଦି ଆମ ନାଁରେ କେସ୍ ହବ ନା, ଆମେ ପୁଣି ହଇରାଣ ହବୁ।